ଜୟ ଜଗନ୍ନାଥ। ଆପଣମାନେ ସମସ୍ତେ ଜାଣିଛନ୍ତି ଯେ ଆଜି ଗ୍ରହଣ ଲାଗିଛି ତ ଗ୍ରହଣର ନୀତି ରହିଛି ଯେ ଘଣ୍ଟେ ପରେ ଅ, ମନ୍ଦିର ବନ୍ଦ ରହିବ ଏବଂ ପୂଜା କାର୍ଯ୍ୟକ୍ରମ ବନ୍ଦ ରହିବ। ଏଇଭଳି ପରିସ୍ଥିତିରେ ମୁଁ ଆସିକି ପହଞ୍ଚିଛି ରେଲୱେ ଷ୍ଟେସନ ନିକଟସ୍ଥ ମହାବୀର ମନ୍ଦିରରେ। ଆପଣମାନଙ୍କୁ ଚିତ୍ର ଦେଖେଇବି। ଇଏ ହେଉଛି ମହାବୀର ମନ୍ଦିରର ଚିତ୍ର। ମୁଁ ମହାବୀର ମନ୍ଦିର ବାହାରେ ଠିଆ ହେଇଛି। ମହାବୀର ମନ୍ଦିର ଭିତରକୁ ଯିବା ଏବଂ କଣ ରହିଛି ମନ୍ଦିରର ବର୍ତ୍ତମାନର ନୀତିକାନ୍ତି କଣ କରୁଛନ୍ତି ସେମାନେ ତା ଉପରେ ଟିକେ ଧ୍ୟାନ ଦବା ଏବଂ କଣ ପାଇଁ ଅ, ଏ ମନ୍ଦିରରେ ବର୍ତ୍ତମାନ ପର୍ଯ୍ୟନ୍ତ ନୀତିକାନ୍ତି ସରିଛି ନା ସରିନି, କଣ କଣ ଚାଲିଛି ନୀତିକାନ୍ତି, କେମିତି ଆୟୋଜନ ହେଇଛି, ଯେ ଗ୍ରହଣକୁ ନେଇକି କଣ ପ୍ରୋଗ୍ରାମ ରହିଛି ସେମାନଙ୍କର, ତାକୁ ନେଇକି ଆଲୋଚନା କରିବା। ମୁଁ ସିଧ ମହାବୀର ମନ୍ଦିର ଭିତର ପରିସର ଭିତରକୁ ପହଞ୍ଚିଲି ଏବଂ ମନ୍ଦିର ଭିତରକୁ ଯାଉଛି ଯେ ଦେଖିବା ମହାବୀର ମନ୍ଦିରରେ କଣ କଣ କାର୍ଯ୍ୟକ୍ରମ ଚାଲିଛି ଏବଂ କେତେବେଳେ ମନ୍ଦିର ବନ୍ଦ ରହିବ ଏବଂ କଣ କଣ ଆଜିର ଆୟୋଜନ କରିଛନ୍ତି ମନ୍ଦିରରେ ପୂଜା ପାଠର। ନିଶ୍ଚିତ ଭାବରେ ଗ୍ରହଣ ସମୟରେ ଆପଣମାନେ ଜାଣିଥିବେ ହେତୁବାଦୀ ମାନେ ବିଭିନ୍ନ ପ୍ରକାର ନୀତି କୁହନ୍ତି ଯେ ଗ୍ରହଣର କିଛି ସାମଞ୍ଜସ୍ୟ ନାହିଁ ପୂଜା ପାଠ ପାଇଁ। ତଥାପି ମୁଁ ମନ୍ଦିର ପାଖରେ ପହଞ୍ଚିଛି। ବର୍ତ୍ତମାନ ମନ୍ଦିରରେ ଆଳତି ଚାଲିଛି। ଆପଣଙ୍କୁ ସିଧା ଚିତ୍ର ଦେଖାଉଛି। ମନ୍ଦିରରେ ବର୍ତ୍ତମାନ ଆଳତି ଚାଲିଛି ଯେ ପୂଜା ସମାପନ ହେବା ପାଇଁ। ଆପଣମାନଙ୍କୁ ମୁଁ ଚିତ୍ର ଦେଖାଉଥିଲି ଯେ ମନ୍ଦିରରେ ବର୍ତ୍ତମାନ ହନୁମାନଙ୍କର ଆଳତି ସରିଛି। ଭୋଗ ଆଳତି ସରିବା ପରେ ମନ୍ଦିରକୁ ବନ୍ଦ କରି ଦିଆଯାଇଛି। ତ ତା ସହିତ ମୁଁ ଏଠି ଦେଖିବାକୁ ପାଇଛି ଯେ ଏଠି ଗୋଟେ ହୋମ ଯଜ୍ଞର କାର୍ଯ୍ୟକ୍ରମ ମଧ୍ୟ ଆୟୋଜନ ହେଇଛି। ଆପଣମାନଙ୍କୁ ସେଇ ଚିତ୍ର ଦେଖେଇବି। ଏଠି ହୋମ ଯଜ୍ଞ ଚାଲିଛି। କିଛି ଶ୍ରଦ୍ଧାଳୁ ମାନେ ହୋମ ଯଜ୍ଞ କରୁଛନ୍ତି। ମନ୍ଦିରରେ ଗୋଟେ ଭଲ ଯଜ୍ଞ କାର୍ଯ୍ୟକ୍ରମ ଆୟୋଜନ ହେଇଛି। ଆପଣମାନେ ଦେଖିପାରୁଥିବେ ଇଏ ଚାଲିଛି ହୋମ ଯଜ୍ଞ କାର୍ଯ୍ୟକ୍ରମ। ତ ଏଇ ନେଇ ମୁଁ ନିଶ୍ଚିତ ଭାବରେ ଆପଣମାନେ ଜାଣିବାକୁ ଚାହୁଁଥିବେ ଯେ ଏଇ ଯୋଉ ନୀତି ନିୟମ ରହିଛି ଗ୍ରହଣକୁ ନେଇକି, ମନ୍ଦିର ଠିକ ସମୟରେ ବନ୍ଦ କରିବା, ଖାଇବାର ଗୋଟେ ବିଧି, ଖାଇବା ବନ୍ଦ କରିବା, ଏଇଭଳି ବିଭିନ୍ନ ଯୋଉ ବିଧିବିଧାନ ରହିଛି। ଏଇଭଳି ସମୟରେ ମନ୍ଦିର ବନ୍ଦ କରିବା ପରେ ହୋମ ଯଜ୍ଞ ଚାଲିଥିବା, କାହିଁକି ହୋମ ଯଜ୍ଞ ଚାଲିଛି, ହୋମ ଯଜ୍ଞ ଚାଲିବାର ବିଧି କଣ ଅଛି କି, ଏନେଇ ସିଧାସଳଖ ଆଲୋଚନା କରିବା। ଆମ ଗହଣରେ ଏଇ ମନ୍ଦିରର ପୂଜକ ଅଛନ୍ତି, ତାଙ୍କ ସହିତ ମଧ୍ୟ ଆଲୋଚନା କରିବା ପାଇଁ ମୁଁ ଚେଷ୍ଟା କରିବି ଏବଂ ପଚାରିବା ପାଇଁ ଚେଷ୍ଟା କରିବି ଯେ କାହିଁକି ଏଇ ବିଧିବିଧାନ ରହିଛି, କାହିଁକି ହୋମ ଯଜ୍ଞ ହେଇଛି। ପ୍ରଭୁ କହିପାରିବେ କି ବର୍ତ୍ତମାନ ଯେହେତୁ ଗ୍ରହଣର ସମୟ ଆସିଛି, ଗ୍ରହଣ ଭଳିଆ ସମୟରେ ମନ୍ଦିର ଆପଣ ବନ୍ଦ କରିବାର ଦୃଶ୍ୟ ଆମେ ଦେଖିଲୁ। ମନ୍ଦିର ଠିକ ସମୟରେ ବନ୍ଦ କରିବା ପାଇଁ କାହିଁକି ନୀତି ରହିଛି, ତା ସହିତ ଖାଇବା ପାଇଁ ଗୋଟେ ବିଧି ରହିଛି ଯେ ଏତିକି ସମୟରେ ଖାଇବ, ଏତିକି ସମୟରେ ପାକ ତ୍ୟାଗ କରିବ, ଏଇଭଳି ବିଧି ରହିଛି। ତା ସହିତ ଏଇ ଯୋଉ ମନ୍ଦିର ବନ୍ଦ ହବା ପରେ ଯୋଉ ହୋମ ଯଜ୍ଞ ଚାଲିଛି, କଣ ବିଧିବିଧାନ ରହିଛି, କାହିଁକି ଏସବୁ କାର୍ଯ୍ୟକ୍ରମ ଆୟୋଜନ ହେଇଛି। ଗ୍ରହଣ ପ୍ରତ୍ୟେକ ବର୍ଷ ଗ୍ରହଣ ସମୟରେ ସିଦ୍ଧ ମହାବୀର ପୀଠରେ ଦେବନୀତି ସମୟ ବନ୍ଦ ଦେବନୀତି କାର୍ଯ୍ୟକ୍ରମ ସରେଇକିରି ହବନ ଆଉ ଜପ ସାମୂହିକର ବିଧି ରଖାଯାଇଅଛି। ସବୁ ବର୍ଷ ହୁଏ। ଏଥରକ ବି ଚନ୍ଦ୍ରଗ୍ରହଣରେ କରାହେଉଛି। ଭାଦ୍ରବ ପୂର୍ଣ୍ଣିମା ଚନ୍ଦ୍ରଗ୍ରହଣ ବିଧି ହେଉଛି ଦେବନୀତି। ଦେବନୀତି ହାଣ୍ଡି ଛାଡ଼ିବା ଗ୍ରହଣ ଲାଗିବାର 9 ଘଣ୍ଟା ପୂର୍ବରୁ ଖାଇଦେବା ଆଉ ଦେବତାଙ୍କର ନୀତି ବନ୍ଦ କରିବା। ତାଙ୍କର ଆଳତି କରିଦେଇ ବନ୍ଦ କରିଦେବା ହେଉଛି ବିଧି ଅଛି। ସେ ବିଧି ଅନୁସାରେ ବର୍ତ୍ତମାନ ମହାବୀରଙ୍କର ଆଳତି, ସନ୍ଧ୍ୟା ଆଳତି ହେଇଗଲା। ହେଇଯାଇକରି ଭୋଗ ହେଇଗଲା। ଦିଅଙ୍କ ଘରେ କବାଟ ଦିଆ ସରିଲା। ବର୍ତ୍ତମାନ ନିଶ୍ଚିତ ଭାବରେ ମୁଁ ଗୋଟେ ପ୍ରଶ୍ନ ଏଠି ପଚାରିବା ପାଇଁ ଚାହିଁବି। ଯେହେତୁ ମନ୍ଦିର ବନ୍ଦ ହେଇସାରିଛି, ତଥାପି ଆପଣଙ୍କର ହୋମ ଯଜ୍ଞ ଚାଲିଛି, ହୋମ ଯଜ୍ଞ କରିବାର ବିଧି କଣ, କାହିଁକି ଏ ସମୟରେ ହୋମ ଯଜ୍ଞ କରନ୍ତି ଆପଣ। ଗ୍ରହଣ ଲାଗିବା ସମୟରେ ସବୁ ଗ୍ରହ ଗୁଡ଼ାକ ସ୍ଥିର ରୁହନ୍ତି। ସେଥିରେ ଯେଉଁମାନଙ୍କ ରାଶି ଅନୁସାରେ ଗ୍ରହ ଗୁଡ଼ାକ ଭଲ ଶୁଭ ଫଳ ଆଉ ଅଶୁଭ ଫଳ ଦିଅନ୍ତି। ସେ ସମୟରେ ଯଦି ଆମେ ହବନ ଆଉ ଜପ, ଗ୍ରହଙ୍କର ଇଷ୍ଟ ଦେବୀଙ୍କର ହବନ ଆଉ ଇଷ୍ଟ ଦେବୀଙ୍କର ଜପ ଯଦି କରିବା, ତାହେଲେ ଆମେ ସୁଫଳ ପାଇବା। ଭାରତ ଭୂମିକି ସୁଫଳ ମିଳିବ, ଘରେ ବି ସୁଫଳ ମିଳିବ, ନିଜ ନିଜର ଘରେ ବି ଶାନ୍ତି ସୁଖର ବୃଦ୍ଧି ହୁଏ।
ଏଥିପାଇଁ ସାମୂହିକ ଜପ ଅନୁଷ୍ଠାନର ଗ୍ରହଣ ସମୟରେ ସିଦ୍ଧ ମହାବୀର ପୀଠରେ ବିଧି କରାଯାଉଅଛି। ନିଶ୍ଚିତ ଭାବରେ ମୁଁ ଏଠି ଆପଣଙ୍କ ପାଖରୁ ଜାଣିବା ପାଇଁ ଚାହିଁବି ଏଇ ଯୋଉ ହୋମ କାର୍ଯ୍ୟକ୍ରମ ବର୍ତ୍ତମାନ ଚାଲିଛି ଏହା କଣ ବିଶ୍ୱ କଲ୍ୟାଣ ଉଦ୍ଦେଶ୍ୟରେ ନା ବ୍ୟକ୍ତିଗତ କଲ୍ୟାଣ ଉଦ୍ଦେଶ୍ୟରେ? ବର୍ତ୍ତମାନ ସିଦ୍ଧ ମହାବୀର ପୀଠରେ ଯେଉଁ ହୋମ କରାଯାଉଅଛି, ଇଏ କରାଯାଉଛି ସାତଚଣ୍ଡୀଙ୍କର ହବନ, ବିଶ୍ୱ କଲ୍ୟାଣ ଆଉ ହିନ୍ଦୁ ସମାଜର ସୁରକ୍ଷା ନିମିତ୍ତ ଜପ କରାଯାଉଅଛି। ଜପ ତ ହେବ ସନ୍ଧ୍ୟାବେଳେ, ରାତିରେ ଗ୍ରହଣ ଲାଗିବା ସମୟରେ। ବର୍ତ୍ତମାନ ଯଜ୍ଞ କରାଯାଉଅଛି। ତାଙ୍କର ଆହୁତି ଚଣ୍ଡୀ ପାଠରେ ଆହୁତି ଦିଆହେବ, ମୂଳ ମନ୍ତ୍ରରେ ଆହୁତି ଦିଆହେବ। ସବୁ ଗ୍ରହମାନଙ୍କର ଇଷ୍ଟ ଦେବୀ ଦେବା ଆଉ ଦେବୀ ଦି ଜଣ ଯାକର ଆହୁତି ଦିଆଯିବ। ନିଶ୍ଚିତ ଭାବରେ ଆପଣମାନେ ଶୁଣୁଥିଲେ ଅତି ସୁନ୍ଦର କଥା ଯେ ହୋମ ଯଜ୍ଞ ଚାଲିଛି। ଗ୍ରହଣ ସମୟରେ ହୋମ ଯଜ୍ଞ କରିବାର ବିଧି ରହିବା କଥା ମଧ୍ୟ ଏଠି ପୂଜାରୀ ମହୋଦୟ କହୁଥିଲେ ମନ୍ଦିରର, ଏବଂ ବିଶ୍ୱ କଲ୍ୟାଣ ହିନ୍ଦୁ ସମାଜର କଲ୍ୟାଣ ପାଇଁ ଏମାନେ ହୋମ ଯଜ୍ଞ କରୁଛନ୍ତି। ନିଶ୍ଚିତ ଭାବରେ ମହାପ୍ରଭୁ ଏବଂ ଦେବାଦେବୀ ଏବଂ ଗ୍ରହ ଦେବତା ସମସ୍ତେ ଏମାନଙ୍କର ମନସ୍କାମନା ପୂରଣ କରନ୍ତୁ, ଏହା ହିଁ ଆଶା କରିବା। ଏବଂ ହୋମ ଯଜ୍ଞ ଭଳି ଏଇଭଳି ଯୋଉ କାର୍ଯ୍ୟକ୍ରମ ଧୀରେ ଧୀରେ ଯେମିତି ସମସ୍ତେ ଏଇ ଯଜ୍ଞରେ ବିନିଯୋଗ ହେବେ ଏବଂ ଯେମିତି ଜପରେ ବିନିଯୋଗ ହେବେ ସେଥିପାଇଁ ମଧ୍ୟ ଚେଷ୍ଟା କରିବା। ଏହି ଆଶା ନେଇ କାର୍ଯ୍ୟକ୍ରମକୁ ଏଇଠି ରଖୁଛୁ। ଜୟ ଜଗନ୍ନାଥ।